नाथ देव अरूपानंद तुम्भे चक्रधर हरिनाथ गोविंद मूल भज कर चित ए गुरु सन्यासी देव अरूपजात जहा लेखिछन्ति कवि सकल विचार मनरे महिमा जात कले कृपा करी दीन जननाथ जोग करिले विचारी मन आत्मा देव सृष्टि करुणानुर्पति सकल विचार कथा कहे देव गति आनंद रूपे महिमा कले वेद स्वामी अरूपजात नामान कले ब्रह्मवाणी विचारण कले देव अलेख जात नाम सन्न ब्रह्मजात कले करिले महिमा देवजात करिछन्ति सकल नृपति वेद ब्रह्मा कराइले सकल जे सृष्टि करुणा माधव देव हेलानी उत्पत्ति जगतर माया देव मोहिरे पड़िला सेही काल जोग मान संसार रे हेला एमंत महिमा जात कले कृपानिधि दीन बंध कले दईतारी रूप जुग नाथ पति अवतार हेला सन्न ब्रह्म जात कले करिले एका जगन्नाथ दास सेत करिले जे बाणी स्वर्ग भुवन रे नाम करिले काहानी रूप जुग अवतार होइला उत्पत्ति संसारर माया जोग पड़िलानी नीति एही काल सृष्टि देव करुणा केशव नाथ जोग पति ताहा करिले विचार सन्न देव महाशक्ति महानंद रे जगतर स्वामीनाथ जगत संसारे रूप जुग अनुभव कराइले कृति एमंत जुग महिमा हेलानी उत्पत्ति संसारर देव माया करिले काहानी रूप जुग नाथपति अवतार होई जुग अनुभव कथा कले मात्र चिन्ह सकल विचार कथा कले मूल धाम आनिछन्ति ब्रह्मदेव महादेव ऋषि चंद्रपुरे लगाइले महामंत्र गोटी एमंत भियान कथा कले भाव देव सोनरु जे आनिछन्ति प्रभु दासरथी जगतर नाथ कराइले बाणी सकल मूलकु जात कराइले आणी एमंत विचार कथा कले भाव ज्ञान सकल निर्माण कले जगतर धाम रूप ज्योतिर्मय आत्मा कराइले शक्ति
ଅନୁଭବ ଅନୁକ୍ଷଣେ ଲଗାଇଲେ କୀର୍ତ୍ତି। ଜ୍ଞାନର ଯେ ସୃଷ୍ଟି ବଳ ଚରଣ ନୃପତି। ଏହି ବେଦ ଦେବ ମହା ମୁନି ଦେଲେ ଶକ୍ତି। ଆତ୍ମା ଯୋଗ ଧ୍ୟାନ ମାନ କରିଲେ ଧ୍ୟାନ। ସକଳ ଯେ ଜାତ କଲେ କରିଲେ ନିର୍ମାଣ। ଦେବ ଦେବ ମହାଦେବ ମହେଶ୍ୱର ଦାତା। ସକଳ ଯେ ଜ୍ଞାନ କଥା ଲେଖିଛନ୍ତି ଦାତା। ଅନେକ ବିଚାର କଥା ହୋଇଲାଣି ବାଣୀ। ଉତ୍ପତ୍ତି କରିଲେ ତାହା କରିବେ କାହାଣୀ। ନିରାକାର ନିବେଦନ ନିର୍ବେଦ ଗୋସାଇଁ। ଜଗତର ନାଥପତି ପରମ ଯେ ଶକ୍ତି। ଜ୍ଞାନ ବେଦ ରକ୍ଷା କର ଚକ୍ରଧର ଆଣି। ଏମନ୍ତ ମହିମା ଜାତ ଉତ୍ପତ୍ତିକୁ ଘେନି। ଚରଣ ଯେ ଜାତ କର ନାମ ଯେ ମହିମା। ସ୍ୱର୍ଗପୁରେ ଜାତ କର ନିର୍ମାଣ ଯେ ସିନା। ମହିମାଙ୍କର ଯୋଗ କୀର୍ତ୍ତି କରାଇଲ ବାଣୀ। ସକଳ ଉତ୍ପତ୍ତି କଥା କରାଇଲ ମୁନି। ଦେବଜାତ କରାଇଲ ସକଳ ଯେ ମହିମା। ଗୁରୁ ଆତ୍ମା ଦେବଜାତ କରିଛନ୍ତି ବାନା। ରୂପ ଯୁଗ ନିରାକାର ନିବେଦନ ଆଣି। ନିର୍ବେଦ ଗୋସାଇଁ ତାହା କରାଇଲେ ବାଣୀ। ଜଗତର ନାଥ ଦେବ ଉତ୍ପତ୍ତି ମହିମା। ଜାତ ଦେବ କରିଛନ୍ତି ନାରାୟଣ ସିନା। ଏମନ୍ତ ଯେ ନାମ ବ୍ରହ୍ମ କରେ ଜାତ ମାନ। ସକଳ ଯେ ଜାତ କଲେ ଗୁରୁ ଜ୍ଞାନ କର। ଏମନ୍ତ ମହିମା ଜାତ କରାଇଲେ ସର୍ବ। ଯାହା ଦେଉଛନ୍ତି ଭୀମଦାସ କନ୍ଧ। ତାଙ୍କର ରୂପ ଜ୍ୟୋତିର୍ମୟ। ତାଙ୍କର ମହିମା ତାଙ୍କର ଚିହ୍ନ ବର୍ଣ୍ଣ ଦେଉଛନ୍ତି ଭୀମ ଦାସ। ତାହାଙ୍କର କେତେ କୀର୍ତ୍ତି ଲାଗିଅଛି। କେତେ ଜନ୍ମ ହୋଇଲେଣି କବି। ଆଦ୍ୟ ଯୁଗେ ଜନ୍ମ ହୋଇଥିଲେ ତାଙ୍କର ପୃଥିବୀର ଫଳ ପାଇ। ଆଦ୍ୟ ଧାରଣ କରିଥିଲେ ଯୁଗାନ୍ତର ଯାଇ। ରୂପ ଚେତନା ଭାବ କରିଥିଲେ ଅନେକ ବିଚାରଣ କରି। ତାଙ୍କର ମହିମା ଫଳ ଗୁଣ ପାଇ ଶ୍ରେଷ୍ଠ କବି ହୋଇଥିଲେ ଧର୍ମଯୋଗୀ। ଜାଗରଣ କରି ଅନନ୍ତ ଭିତରେ ତାଙ୍କର ମାୟା ରଖିଥିଲେ ଚିହ୍ନ ଭଲ ଭାବରେ। ଆଣିଛନ୍ତି ଦାସ ଗୋବିନ୍ଦ କବି। ଅରବିନ୍ଦ ଲାଗିଅଛି ମନ୍ଦ। ଗୋବିନ୍ଦ ତାଙ୍କର ଫଳ ଚିହ୍ନ ବେଦ। ସୃଷ୍ଟିକାଳ ଲେଖିଥିଲେ ଆନନ୍ଦ ରୂପରେ। ଜ୍ଞାନ ଭକତ ଭାବରେ ଲେଖିଥିଲେ ଭୋଗ କରିବା ନିମନ୍ତେ। ତେଣୁ ମନୁଷ୍ୟ ଯାତନା କରି ଅନନ୍ତ ଅଜ୍ଞାନ ବେଦ ଶାସ୍ତ୍ର ଲେଖିଥିଲେ ପୃଥିବୀର ଫଳ। ଯେତେବେଳେ ଲେଖିଥିଲେ ଶାସ୍ତ୍ର ଅନେକ ବିସ୍ମୟ ବାଣୀ ଲେଖିଥିଲେ। ତାଙ୍କର ମନ କାହାଣୀ ଟାଣି ଉଠୁଥିଲା। ପଥର ରୂପରେ ସହିଲେ ତେବେ ପାଇଲେ ଫଳ। ଏମନ୍ତ ଭ୍ୟାଣ କରିଥିଲେ କବି ଦାସକନ୍ଧ। ତାଙ୍କର ଚକ୍ର ଚିହ୍ନ ବାନା ଉଡ଼ୁଅଛି ସଂସାରରେ। ଧରି ନାମ ମହିମା ସର୍ବାଙ୍ଗରେ। ତାଙ୍କର ଚିହ୍ନ ବର୍ଣ୍ଣ ପାଇ ଆନନ୍ଦ ରୂପରେ। ଜ୍ଞାନ ପାଇଥିଲେ ପୃଥିବୀର ଫଳ। ତାଙ୍କର ସେବା ନାହିଁ। ତାଙ୍କର ତୁଷ୍ଟି ନାହିଁ। ତାଙ୍କର ବିନତି। ତାଙ୍କର ସୃଷ୍ଟି କାଳ ଯୁଗ ଲଗାଇଲେ ଫଳ। ଆନନ୍ଦ ମୁକ୍ତି ପାଇଥିଲେ ଧର୍ମ କବି। ବିଚାରଣ କରିଥିଲେ ସନ୍ଥ ପାଳନ କରି।
ଆନନ୍ଦ ରୂପରେ ଲେଖିଥିଲେ ଭୀମ ଦାସ କନ୍ଧ କବି। ଗୁରୁ ଆଜ୍ଞା ପାଇ ସତ ମନରେ ବିଚାର କରି ତାଙ୍କର ଫଳ ସୃଷ୍ଟି ଦେଇଥିଲେ କବି। ଏହି କଲିଯୁଗରେ ଜନ୍ମ ହୋଇ ଆହୁରି ଥରେ ବୁଝାଉଛନ୍ତି, ତେବେ ଜ୍ଞାନ କର, କରତା ଭାବ ରଖ, ଯାହାର ବଞ୍ଚିବା ପାଇଁ ଅଛି ସୃଷ୍ଟି ଭିତରେ, ଯାହାର ବଞ୍ଚି ରହିବ ତେବେ ମନକୁ ଆନନ୍ଦ ରଖ। ଏହି ଗ୍ରନ୍ଥ ଶୁଣି ବିଚାର କରି ତାପରେ ମନରେ ହେତୁ କରିବ। ସୃଷ୍ଟିକର୍ତ୍ତା ତାଙ୍କର ଜୀବନ କାହାଣୀ ଲେଖିଥିଲେ ଭଲ ରୂପେ ବାଣୀ।